903.054 ଏହାକୁ ଆମେ ବିସ୍ତାରିତ ରୂପରେ ଲେଖିବା। କୌଣସି ବି ସଂଖ୍ୟାକୁ ବିସ୍ତାରିତ ରୂପରେ ଲେଖିବା ଲାଗି ଆମେ ପ୍ରଥମେ ତାକୁ ସ୍ଥାନୀୟ ମାନ ସାରଣୀରେ ଲେଖିବା। ଦେଖ ଏଠି ମୁଁ ଗୋଟେ ଦଶମିକ ସଂଖ୍ୟାର ସ୍ଥାନୀୟ ମାନ ସାରଣୀ ବନେଇଛି। ଆମେ ଜାଣିଛେ ଦଶମିକ ସ୍ଥାନର ବାମର ପ୍ରଥମ ଅଙ୍କ ତାହାର ସ୍ଥାନ କେତେ, ସେଟା ହେଉଛି ଏକକ ସ୍ଥାନ। ତାପରେ ସେମିତି ଦଶକ ସ୍ଥାନ, ତାପରେ ସେମିତି ଶତକ ସ୍ଥାନ। ଏଇଠି ଯଦି ଦଶମିକ ରହିଲା, ଏଇଟା ହେଉଛି ବାମର ପ୍ରଥମ ଅଙ୍କ ହେଉଛି କ'ଣ, ଏକକ ସ୍ଥାନ। ତାମାନେ ଏଠି ଏକକ ସ୍ଥାନରେ କେତେ ଅଛି, 3 ଅଛି। ଏଠି ମୁଁ ଲେଖିବି 3। ସେମିତି ଦଶକ ସ୍ଥାନରେ ଅଛି 0, ତେଣୁ ଲେଖିବି 0। ଏବଂ ଶତକ ସ୍ଥାନରେ ଅଛି 9, ଏଠି ଲେଖିବି 9। ସେମିତି ଦଶମିକ ବିନ୍ଦୁର ଡାହାଣ ପଟ ସ୍ଥାନଟି ପ୍ରଥମ ସ୍ଥାନ କ'ଣ କୁହାହେବ, ଦଶାଂଶ। ତେଣୁ ଏଠି ଦଶାଂଶ ସ୍ଥାନରେ କେତେ ଅଛି, 0। ତାପର ସ୍ଥାନକୁ କୁହାହେବ ଶତାଂଶ। ଏବଂ ଶତାଂଶ ସ୍ଥାନରେ କେତେ ଅଛି, 5, ତେଣୁ ଏଠି ଲେଖିବି 5। ଏବଂ ତାପର ସ୍ଥାନକୁ କୁହାହେବ ସହସ୍ରାଂଶ। ଏବଂ ସହସ୍ରାଂଶ ସ୍ଥାନରେ କେତେ ଅଛି, 4 ଅଛି, ତେଣୁ ଏଠି ଲେଖିବି 4। ଏବେ ଶତକ ମାନେ କ'ଣ, ମାନେ ଏଠି 9ଟା 100 ଅଛି, ତେଣୁ ଆମେ ଏଠି ମୁଁ ଲେଖୁଛି ଶତକ ମାନେ 100। ସେମିତି ଦଶକ ମାନେ ଏଠି ହେବ 10, ଏକକ ମାନେ 1 ହେବ। ଦଶାଂଶ ମାନେ କ'ଣ, ଦଶାଂଶ ମାନେ 1/10। ସେମିତି ଶତାଂଶ ମାନେ 1/100 ଏବଂ ସହସ୍ରାଂଶ ମାନେ 1/1000। ଏବେ ଶତକ ସ୍ଥାନରେ କେତେ ଅଛି, 9 ଅଛି, ତେଣୁ 9ଟା 100। 9ଟା 100 ମାନେ ଆମେ ଲେଖିପାରିବା 9 ଗୁଣନ 100। ତାପରେ ଦଶକ ସ୍ଥାନରେ କେତେ ଅଛି, 0ଟା 10। 0ଟା 10 ମାନେ ଆମେ ଲେଖିବା ଯୁକ୍ତ 0 ଗୁଣନ 10। ଏବଂ 0 ଗୁଣନ 10 କେତେ, 0, ତେଣୁ ଆମେ 0 ଗୁଣନ 10 ଲେଖିବା ଯାହା, ନ ଲେଖିବା ସେୟା। ମୁଁ ଲେଖୁନାହିଁ ଏଠି। ତାପରେ ଏକକ ସ୍ଥାନରେ ଅଛି 3, ତାମାନେ 3ଟା 1, ତେଣୁ ଆମେ ଲେଖିବା 3 ଗୁଣନ 1 ଯୁକ୍ତ ଦଶାଂଶ ସ୍ଥାନରେ କେତେ ଅଛି, 0, ତାମାନେ 0ଟା 1/10। ତେଣୁ ଆମେ ଲେଖିପାରିବା କ'ଣ, 0 ଗୁଣନ 1/10। ଏବେ ଦେଖ ଆମେ ଜାଣିଛେ 0ରେ ଯାହା ଗୁଣିଲେ 0, ତେଣୁ ଏଇଟା ବି 0 ହୋଇଯିବ, ତେଣୁ ମୁଁ ଏଇଟାକୁ ବି ଲେଖିବି ନାହିଁ। ତାପରେ ଶତାଂଶ ସ୍ଥାନରେ କେତେ ଅଛି, 5 ଅଛି, ତାମାନେ 5ଟି 1/100, ଲେଖିବି 5 ଗୁଣନ 1/100। ଏବଂ ସହସ୍ରାଂଶ ସ୍ଥାନରେ କେତେ ଅଛି, 4 ଅଛି, ତେଣୁ ମୁଁ ଲେଖିବି ଯୁକ୍ତ କେତେ, 4 ଗୁଣନ 1/1000। ଏବଂ ଏମିତି ଆମେ କୌଣସି ବି ସଂଖ୍ୟାକୁ ବିସ୍ତାରିତ ରୂପରେ ଲେଖିପାରିବା।